ପ୍ରେମ ଏହା ଏମିତି ଏକ ଅନୁଭବ ଯାହା ମଣିଷ ବଞ୍ଚିବାର କାରଣ ଦିଏ, କିନ୍ତୁ ସେହି ପ୍ରେମ ଯେତେବେଳେ ଅଧୁରା ରହିଯାଏ ସେତେବେଳେ ତାହାର ଯନ୍ତ୍ରଣା ଶବ୍ଦରେ ବୁଝାଇବା କଷ୍ଟକର। ଏହି ଅନୁଭୂତି ସଙ୍ଗୀତରେ ସୁନ୍ଦର ଭାବରେ ପ୍ରକାଶ କରିଛି। ଏଇଠି ସରିଲା ପ୍ରେମ। ନମସ୍କାର ବନ୍ଧୁମାନେ, ସ୍ୱାଗତ ଆପଣମାନଙ୍କୁ ଚଳଚ୍ଚିତ୍ର ଚେକ୍ ରିଭ୍ୟୁ ଚ୍ୟାନେଲକୁ। ଆଜି ଆମେ କଥା ହେବା 2020 ମସିହାର ସାର୍ଥକ ମ୍ୟୁଜିକ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ଲୋକପ୍ରିୟ ଓଡ଼ିଆ ସ୍ୟାଡ୍ ସଙ୍ଗ୍ ବିଷୟରେ। ଏହାକୁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଜେ.ଏନ୍. ପଦ୍ମା। ଏହି ଗୀତର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଭାବନା। ଏହା ପ୍ରେମର ବିଚ୍ଛେଦକୁ ଅତିରଞ୍ଜିତ ଭାବରେ ନୁହେଁ ବରଂ ଶାନ୍ତ ଓ ହୃଦୟସ୍ପର୍ଶୀ ଭାବରେ ଉପସ୍ଥାପନ କରେ। ସେହି କାରଣରୁ ଏହି ଗୀତ ଅନେକ ଶ୍ରୋତାଙ୍କ ମନରେ ସ୍ଥାନ ପାଇଛି। ହ୍ୟୁମାନ ସାଗର କଣ୍ଠରେ ଥିବା ଭାବନା ପ୍ରତ୍ୟେକ ଲାଇନକୁ ଜୀବନ୍ତ କରିଦିଏ। ସେ କେବଳ ଗାଇ ନାହାନ୍ତି, ଅନୁଭବ କରାଇଛନ୍ତି। ଏହି କାରଣରୁ ତାଙ୍କର ସ୍ୟାଡ୍ ସଙ୍ଗଗୁଡ଼ିକ ଆଜି ମଧ୍ୟ ତାଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି। ସଙ୍ଗୀତର କଥା କହିଲେ ଧୀର ପିଆନୋ, କୋମଳ ମେଲୋଡି ଓ ସରଳ ଆରେଞ୍ଜମେଣ୍ଟ ଗୀତର ଭାବନାକୁ ଆହୁରି ଗଭୀର କରିଛି। କୌଣସି ଅନାବଶ୍ୟକ ଶବ୍ଦ କିମ୍ବା ଭାରୀ ସଙ୍ଗୀତ ନଥିବାରୁ ଶ୍ରୋତାଙ୍କ ଧ୍ୟାନ ଗୀତର ଅନୁଭୂତି ଉପରେ ରହିଥାଏ। ଭିଡିଓର ଦୃଶ୍ୟ, କ୍ୟାମେରା କାମ ଓ ଅଭିନୟ ଗୀତର ଭାବ ସହ ସୁନ୍ଦର ଭାବରେ ମେଳ ଖାଇଛି। ଏହା ଗୀତର ଭାବକୁ ଆହୁରି ବଢ଼ାଇ ଦେଇଛି। ମୋ ଦୃଷ୍ଟିରେ ଏହି ଗୀତର ସଫଳତାର କାରଣ କେବଳ ଏହାର ସୁର ନୁହେଁ ବରଂ ଏହା ଶ୍ରୋତାଙ୍କ ନିଜ ଜୀବନର କିଛି ସ୍ମୃତିକୁ ମନେ ପକାଇଦିଏ। ସେଥିପାଇଁ ଏହି ଗୀତ ଆଜି ମଧ୍ୟ ଅନେକ ପ୍ଲେଲିଷ୍ଟରେ ରହିଛି। ଆପଣ ଯଦି ଏହି ଗୀତ ଶୁଣିଥାନ୍ତି ତେବେ କମେଣ୍ଟରେ ନିଜର ମତାମତ ନିଶ୍ଚୟ ଲେଖନ୍ତୁ।